ସେଇଟା ବଡ଼ କଥା। ପାୱାର ଶୋ କ'ଣ? ପାୱାର ଶୋ କିଏ ପାୱାର ଶୋ ଦେଖେଇବ? ଯେତେବେଳେ ଜିତା ହରା ସରିବ ସେଇଦିନ ପାୱାର ଶୋର କଥା। ହଜାର ହଜାର ଲୋକଙ୍କର ସମାଗମ। ତେଣୁ ସେଇଭଳିଆ ମନୋଭାବ ଲୋକଙ୍କର ନାହିଁ। ଏଇଟା ବିରୋଧୀ ହିଁ କରିନଥିଲା। ଦେଖନ୍ତୁ ବିରୋଧୀ ତ କହିବେ, କିନ୍ତୁ ମୁଁ ଯେତେଙ୍କ ସହିତ ମିଶିଛି ମୋତେ ଯୋଉ ଭଳିଆ ସେମାନେ ସ୍ୱାଗତ, ତାଙ୍କ ପ୍ରତି ଅପମାନ ଏବଂ ତାଙ୍କର ପୁଅ ଏ ଅପମାନ ଦଉଛନ୍ତି ତାଙ୍କ ବାପାଙ୍କ ପାଇଁ, ଏଇଟା ସବୁଠୁ ଦୁଃଖର ବିଷୟ। ଏବଂ ସମସ୍ତେ ଜାଣିଛନ୍ତି, ଭାରତବର୍ଷର ଲୋକେ ଜାଣିଛନ୍ତି ଯେ ରାଜୁ ଭାଇ ଢୋଲକିଆ ହଉଛନ୍ତି ବିଜୁ ଜନତା ଦଳ। ସେ ଯେତେ ଥର ବି ନିର୍ବାଚିତ ହେଇଛନ୍ତି ନବୀନ ପଟ୍ଟନାୟକ। ଦେଖନ୍ତୁ ଏବେ ତ କଂଗ୍ରେସର ଧୀରେ ଧୀରେ ଡାଉନ୍ ହେବାରେ ଲାଗିଛି, ସେଇଟାକୁ ଦେଖି ସେମାନେ କହୁଛନ୍ତି ଭାବରେ ବିଜେଡି ଏଇଠି ବାଜିମାତ ମାରିବ ଏବଂ ଲୋକଙ୍କ ଭଲ ପାଇବା ଅଛି ନବୀନ ପଟ୍ଟନାୟକ ପ୍ରତି। ସବୁଠାରେ ଲଢୁ, ଆମେ କାହାରି ସହିତ କେବେ ସାଲିସ କରିନୁ, ଆଗକୁ ମଧ୍ୟ କେବେ କରିବୁ ନାହିଁ। ବହୁତ ସହଯୋଗ ରହିବ। ଆଜି ମତେ ଆଦିବାସୀ ସମାଜ ଜିଲ୍ଲା କଲ୍ୟାଣ ସଂଘ ଡାକିଥିଲା, ମତେ ତାଙ୍କର କଣା ଭୈରା ମନ୍ଦିରରେ ଆଜି ଆମେ ସେମାନେ ତାଙ୍କ ମନ ଭିତରେ ଉତ୍ସାହ ନେଇକି ଆସିଛନ୍ତି ମୋ ସହିତ ଦେଖା କରିବା ପାଇଁ, ଏଇଠୁ ଆମ ସହିତ ଯିବା ପାଇଁ। ସବୁ ଆଦିବାସୀ ଆମର, ଦେଖନ୍ତୁ ସିଏ ଯାହା କହିବେ ଆମେ ତ ମନା କରିପାରିବା ନାହିଁ, କିନ୍ତୁ ନବୀନ ପଟ୍ଟନାୟକ ମହୋଦୟ ସବୁବେଳେ ମହିଳାମାନଙ୍କୁ ପ୍ରାଥମିକତା ଦେଇଛନ୍ତି। ଆଉ ବାଇ ଇଲେକ୍ସନରେ ତ ସବୁବେଳେ ମହିଳାଙ୍କୁ ହିଁ ସେ ଦେଇଛି। ସେଇଟା ବଡ଼ କଥା। ପାୱାର ଶୋ କ'ଣ? ପାୱାର ଶୋ କିଏ ପାୱାର ଶୋ ଦେଖେଇବ? ଯେତେବେଳେ ଜିତା ହରା ସରିବ ସେଇଦିନ ପାୱାର ଶୋର କରିଛନ୍ତି। ତେଣୁ ଆଜି ମଧ୍ୟ ଏଇ ଉପନିର୍ବାଚନରେ ମହିଳା ମୋତେ ଦେଇଛନ୍ତି ପ୍ରାର୍ଥୀ ଭାବରେ ଏବଂ ନିଶ୍ଚିତ ଭାବରେ କୃତଜ୍ଞତା ଅର୍ପଣ କରୁଛି। ଏବଂ ନୂଆପଡ଼ା ବାସୀଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ସମର୍ଥନ ଦେଇଛନ୍ତି, ମୋ ସହିତ ଉତ୍ସାହର ସହିତ ଅଛନ୍ତି ଏବଂ ମୋତେ ଗ୍ରହଣ କରିଛନ୍ତି।